ଆଜିର ବ୍ଲଗ୍‌ରେ ଏତେ କିଛି ଖାସ୍ ନାହିଁ, କାହିଁକି ନା ବୋଉ ନାହିଁ। ଘରେ ବୋଉ ଯେହେତୁ ନାହିଁ, ଘରର କାମ ସବୁ ଆମ ଭାଇ ଭଉଣୀଙ୍କ ଉପରେ। ବୋଉର ନନାର ଗାଈ ଗୋରୁ କାମ କରନ୍ତି, ମୁଁ ମୋର ଘରର ଛୋଟମୋଟ କାମ ସମ୍ଭାଳିଥାଏ। ସନ୍ଧ୍ୟା ହୋଇଯିବାରୁ ଗାଈମାନଙ୍କ ପାଖରେ ମଶା ଅତ୍ୟଧିକ ହୋଇଥିଲେ ଡିଆସିଲି ଖୋଜୁଥିଲି, ହେଲେ ଡିଆସିଲି ମୋତେ ମିଳିଲା ନାହିଁ। ବୋଉକୁ କଲ୍ କରି ପଚାରିଲି, ସେ ଯୋଉଠି କହିଲା ସେଇଠୁ ଯାଇ ଡିଆସିଲି ନେଇ ଆସିଲି। କୋଉଠି କ'ଣ କୁଠା କାଠି ଘଷି ସବୁ ଥୁଆ ହେଇଥିଲା, ତାକୁ ସବୁ ଯୋଗାଡ଼ ଯନ୍ତ୍ର କରି ଆଣି କୁଣ୍ଡରେ ଧୂଆଁ ଲଗାଇବାକୁ ଚେଷ୍ଟା କଲି। କେବେ ତ ମୁଁ ଲଗାଇ ନଥିଲି, ଯାହା ଯେମିତି ମୋ ଦ୍ୱାରା ହେଇପାରୁଥିଲା। ପ୍ରଥମେ କୁଣ୍ଡରେ ଘାସ ଥୋଇ ଦେଇକି କୁଟା ଥୋଇ ଦେଇକି ଆଗେ ନିଆଁଟା ଲଗାଇବାକୁ ଚେଷ୍ଟା କଲି। ଘଷି ଥୋଇ ଦେଇକି ଧୂଆଁଟା ତାପରେ କିଛି ସମୟ ପରେ ଆରମ୍ଭ ହେଲା। ଘଷି ସବୁ ନଦି ଦେଇକି ଆଗେ ଗୁହାଳ ଘରେ ଥୋଇଦେଲି, କାହିଁକିନା ମଶା ଜୋରସେ ହେଉଥିଲା ଆଉ ଗାଈମାନଙ୍କୁ ଅତ୍ୟଧିକ ଭାବରେ କାମୁଡ଼ୁଥିଲା। ଏମିତି କରିକି ଦିଟା କୁଣ୍ଡରେ ଧୂଆଁ ଦେଇକି ଦିଟା ଗୁହାଳରେ ଦିଟା କୁଣ୍ଡ ଥୋଇ ସାରିଲା ପରେ କାମ ହେଇଗଲା ଆମ ଭାଇ ଭଉଣୀଙ୍କର ଗୋବର ଗୋଟେଇବା। ଗୋବରକୁ ଭଲସେ କୁଣ୍ଡରେ ଗୋଟେଇ ଗାଟେଇ ସାରିଲା ପରେ ମୁଁ ଚାଲିଲି ଦାଣ୍ଡ ନିକେଇବା ପାଇଁ। ଗାଈ ଯୋଉଠି ବନ୍ଧା ହେଇଥିଲେ ପ୍ରଥମେ ଏପଟ ଦାଣ୍ଡ କ୍ଲିନ୍ କରିଦେଲି ପୁରା ଭଲସେ। ଗାଈ ଗୋରୁ ଯୋଉଠି ବନ୍ଧା ହୁଅନ୍ତି କୁହନ୍ତି ସେଠି ଗାଈ ଗୋରୁ ଘରକୁ ଗଲା ପରେ ସେ ଦାଣ୍ଡଟା ସଫା କରିବା ଦରକାର। ମୁଁ ବି ସେଠି ବୋଉ କାମ ଯେତକ ସବୁ ମୁଁ ଆଜି କରିଦେଲି। ନନା ବି ମୋତେ ବହୁତ ସାହାଯ୍ୟ କରିଛି, କାହିଁକିନା ମୋତେ ଇଏ କାମରେ ଟିକେ ଏକ୍ସପିରିଏନ୍ସ ନାହିଁ। ମୁଁ ଗାଈ ଗୋରୁଙ୍କ ପାଖକୁ ଆସେନି, ଯେବେ ବି ଆସେ ସେ ମୋତେ ମାରନ୍ତି, ସେଇ ଡରରେ ମୁଁ ଆସିବାକୁ ଚେଷ୍ଟା କରେ ନାହିଁ। ଏଠି ନନା ବି ଦାଣ୍ଡ ଓଳଉଥିଲା ଏପଟ ଦାଣ୍ଡ, ମୁଁ ଦାଣ୍ଡ ଓଳଉଥିଲି ସେପଟ ଦାଣ୍ଡ। ଦାଣ୍ଡ ଓଳେଇ ସାରିଲା ପରେ ନନା କହିଲେ କି ତୁ ବାଲ୍ଟି ନେଇ ଆସେ, ମୁଁ ଗାଈ ଦୁଇଁ ଦେବି। ମୁଁ ବାଲ୍ଟି ଦେଇକି ତାକୁ ପଳେଇଲି ଆଉ ସେପଟେ ରୋଷେଇ କରିବାକୁ ଲାଗିଲି। ଆମେ ଭାଇ ଭଉଣୀ ଯେହେତୁ ଅଛୁ, ଅଳ୍ପ ଟିକେ କିଛି କରିଦେଲେ ଆମେ ଖାଇଦେବୁ। ବୁଟ ତରକାରୀ ସହିତ ଭାତ ଆଉ ଖଟା ଟିକେ ଆଣିକି ଭାଇ ଭଉଣୀ ପୁରା ଚାପିଦେଲୁ। ଛେଚା ମସଲା ଦେଇକି ତରକାରୀ କଲେ ଯେଉଁ ଟେଷ୍ଟ ଲାଗେ ଆପଣମାନେ ଜାଣିଥିବେ। ଆପଣମାନଙ୍କୁ କହିଥିଲି ଘରେ ଗୋଟେ ଦୁର୍ଘଟଣା ଘଟି ଯାଇଥିଲା। ନନା ଯେହେତୁ ଯାଇଥିଲା ନନାଙ୍କୁ ଛାଡ଼ିବା ପାଇଁ, ଆସିଲା ବେଳେ ଗାଡ଼ି ଗୋଟେ ପିଟି ଦେଇଥିଲା ଆଉ ନନାର ବହୁତ ଜୋରସେ ଖଣ୍ଡିଆ ଖାବରା ହେଇଥିଲା। ଆମେ ଏଠି ଭାଇ ଭଉଣୀ ବସି ଖାଉଥିଲୁ ଆଉ ନନା ବି ଏଠି ଆସି ବସିଥିଲା। କହୁଥିଲା ମୋତେ ଭିଡ଼ିଓରେ ଆଣେନି, ଆପଣମାନେ ବି ଟିକେ ଦେଖିଦିଅନ୍ତୁ କେତେ ଜୋରସେ କ'ଣ ଖଣ୍ଡିଆ ଖାବରା ହେଇଛି। ପାଦ ବହୁତ ଜୋରସେ ହେଇଛି, ଯେଉଁଟାକି ଏବେ ଡ୍ରେସିଂ ହେଇଛି, ଆପଣମାନଙ୍କୁ ଦେଖେଇ ପାରୁନି। ରହୁଛି, ଜୟ ଜଗନ୍ନାଥ।